ଆଜି ପୂର୍ବାହ୍ନରେ ବାଲେଶ୍ୱର ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର 1 ଠାରେ 10ମ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ତୀର୍ଥଯାତ୍ରୀ ଟ୍ରେନ୍ ଫ୍ଲାଗ୍ ଅଫ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଟ୍ରେନ୍କୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷ ଶ୍ରୀମତୀ ସବିତା ସାହୁ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ରୁଦ୍ରନାରାୟଣ ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ହେମନ୍ତ କୁମାର ସିଂହ, ଆଇଆର୍ସିଟିସି ଯୁଗ୍ମ ସଚିବ ଶ୍ରୀ କାନ୍ତି ସବରକର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରିୟଦର୍ଶିନୀ ରାଜେଶ, ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅମ୍ଳାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ତୀର୍ଥଯାତ୍ରା ଟ୍ରେନ୍ରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାରୁ 775 ଜଣ ବରିଷ୍ଠ ନାଗରିକ ଓ 25 ଜଣ ଏସ୍କୋର୍ଟ ଅଫିସର ମୋଟ 800 ଜଣ ମଦୁରାଇ ଓ ରାମେଶ୍ୱରମ ତୀର୍ଥଯାତ୍ରା ପାଇଁ ଯାତ୍ରା କରିଛନ୍ତି। ଜିଲ୍ଲାଭିତ୍ତିକ ଭାବେ ବାଲେଶ୍ୱରରୁ 180, ମୟୂରଭଞ୍ଜରୁ 169, କେଉଁଝରରୁ 140, ଯାଜପୁରରୁ 142 ଏବଂ ଭଦ୍ରକରୁ 117 ଜଣ ବରିଷ୍ଠ ନାଗରିକ ଏହି ଯାତ୍ରାରେ ସାମିଲ ଅଛନ୍ତି। ତୀର୍ଥଯାତ୍ରୀମାନେ ଗତକାଲି ବାଲେଶ୍ୱର ସ୍ଥିତ ନୋସି ବିଜନେସ୍ ପାର୍କ ଠାରେ ଯାତ୍ରୀଯାପନ କରିଥିଲେ, ଯେଉଁଠାରେ ଖାଦ୍ୟ, ରହଣି, ସ୍ୱଚ୍ଛତା ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଯାତ୍ରୀକାଳୀନ ସମୟରେ ଯାତ୍ରୀମାନଙ୍କର ଯାତାୟାତ, ରହଣି, ଭୋଜନ, ସୁରକ୍ଷା, ଚିକିତ୍ସା, ଯାତ୍ରା ବୀମା ଓ ପଥ ପ୍ରଦର୍ଶନ ବ୍ୟବସ୍ଥା ଆଇଆର୍ସିଟିସି ପକ୍ଷରୁ କରାଯାଇଛି। ତୀର୍ଥଯାତ୍ରା ସମାପ୍ତି ପରେ ବରିଷ୍ଠ ନାଗରିକମାନେ ଆସନ୍ତା 12 ଜାନୁଆରୀ ତାରିଖରେ ପୁଣି ବାଲେଶ୍ୱରକୁ ଫେରିବେ ଏବଂ ପରବର୍ତ୍ତୀ ଭାବେ ତାଙ୍କର ଘର ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ ସୁବିଧା ଓଡ଼ିଶା ସରକାର ପକ୍ଷରୁ ସୁନିଶ୍ଚିତ କରାଯାଇଛି। ବାଲେଶ୍ୱରରୁ ଚିତ୍ତରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ଆମ ନ୍ୟୁଜ୍ ଓଡ଼ିଆ।